ଜଗନ୍ନାଥକୁ ବି ଛାଡ଼ିଲେନି, ବହୁତ ଦୁଃଖ ଲାଗିଲା। ମାନେ ସରକାର ଚେଞ୍ଜ ହେଉ ଜଗନ୍ନାଥ ମନ୍ଦିର 2 ଦିନ ଅନ୍ଧାର ହେଇଗଲା। ତାହେଲେ ଆପଣମାନେ କେମିତି ଖୁସିରେ ଭାବୁଛନ୍ତି ଯେ ସବୁ ଖୁସି ହେବ? ଆସନ୍ତା କାଲି ଆଜି କେତେ ତାରିଖ? ଆଜି ହେଉଛି 9 ତାରିଖ। କାଲି ଶପଥ ଗ୍ରହଣ ବୋଧେ କରିବେ। ମୁଖ୍ୟମନ୍ତ୍ରୀ କିଏ ହେବ କାଲି ଜଣାପଡ଼ିବ। ଆଉ କାଲିଠାରୁ ଆପଣମାନଙ୍କ ଜୀବନର ଗୋଟେ ଟାଇପ୍ର ଅନ୍ଧାର ଆସିବ। ମୁଁ ଯଦି ମିଛ ନ କହୁଥାଏ, ସଂକେତ ହେଉଛି ଜଗନ୍ନାଥ ମନ୍ଦିର। ଯାହା ଖୁସି ହେଉଥାଏ, ଦୁଃଖ ହେଉଥିଲେ ଗୋଟେ ପ୍ରକାର କ'ଣ ଗୋଟେ ଥିଲା ମନ। ମୁଁ କହିଲି ହଁ ପଦ୍ମ ଗୋଟେ ଆସିଲା, କିଛି ଗୋଟେ ନୂଆ କିଛି ଗୋଟେ ବିକାଶ କି ଗୋଟେ କରିବ, ସେ ଗୋଟେ ଅଲଗା କଥା। କିନ୍ତୁ ଯାହା ହେବା କଥା ତ ଭୁଲ ରହିଗଲା। ଲାଷ୍ଟକୁ ଆମର ଯେଉଁ 4.5 କୋଟି ଓଡ଼ିଆ କି 5 କୋଟି ଓଡ଼ିଆ ହେବେ, ତାଙ୍କର ଯେଉଁ ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଅଛି, ଯେଉଁ ଜଗନ୍ନାଥ ବହୁତ ବଡ଼ ଠାକୁର, ଭଲ ପାଆନ୍ତି ଆମର ଜଗନ୍ନାଥଙ୍କ ବଡ଼ ମନ୍ଦିର, ବଡ଼ ବଡ଼ ଦାଣ୍ଡ, ତାଙ୍କ 60 ପଉଟି ଭୋଗ, 56 ପଉଟି ଭୋଗ ତାଙ୍କର, ଯେଉଁ ଲୋକମାନେ ସବୁ ଖାଉଥିଲେ, ଇଏ ହେଉଥିଲା, କେତେ ଖୁସି ଲାଗୁଥିଲା। ଜଗନ୍ନାଥଙ୍କ ପାଇଁ ଯଦି କିଛି ଗୋଟେ ନୂଆ କିଛି ଗୋଟେ ଏକ୍ସଟ୍ରା କରିପାରନ୍ତେ ବହୁତ ଖୁସି। 4 ଦିନ କହୁଥିଲେ କ'ଣ 40 ଦିନ ଭିତରେ ଚାବି, ରତ୍ନଭଣ୍ଡାର ଚାବି ମିଳିଯିବ, ଆଉ ସିଂହଦ୍ୱାର 4 ଦ୍ୱାର ଖୋଲିଯିବ। ସେ ଜଣା ପଡ଼ିଯାଉଛି ଆଗକୁ କ'ଣ ହେବ। ଆସୁ ଆସୁ ତ ଜଗାଙ୍କୁ ଅନ୍ଧାରରେ ରଖିଦେଲ। ବହୁତ ବଢ଼ିଆ କଲ। ତୁମକୁ ମାନିବାକୁ ପଡ଼ିବ। ଯେଉଁମାନେ ସପୋର୍ଟିଂ କରୁଛ ଆଜି ପର୍ଯ୍ୟନ୍ତ ଜଗନ୍ନାଥଙ୍କ, ତୁମ ଅବସ୍ଥା ଭଗବାନ ନ କରନ୍ତୁ କାହା ଅବସ୍ଥା ଖରାପ ପଡ଼ୁ। ଗୋଟେ ରାଜନୀତି ଗୋଟେ ସେ ଗୋଟେ ଅଲଗା ଜିନିଷ। ଜଗନ୍ନାଥଙ୍କର ଗୋଟେ ଜିନିଷ ଅଲଗା, ଭଲ ପାଇବା ଗୋଟେ ସମସ୍ତଙ୍କ ଥାଏ ଜଗନ୍ନାଥ ପ୍ରତି। ଆମର ଯେଉଁ ପାଞ୍ଜି ଅଛି କି ଗୋଟେ କ'ଣ ଶୁଭ କାମ ହେଲେ ଜଗନ୍ନାଥଙ୍କୁ ଗୁଆ ପଠାନ୍ତି। ଗୋଟେ ଭଲ ପାଇବା 4.5 କୋଟି ଓଡ଼ିଆଙ୍କର ଗୋଟେ ଭଲ ପାଇବା ଅଛି ଜଗନ୍ନାଥଙ୍କ ପ୍ରତି। ମାନେ ତା ସାଙ୍ଗରେ ଗୋଟେ ଖେଳ ହେଉଛି, ସାମାନ୍ୟ ଗୋଟେ ଇଲେକ୍ସନ୍ ସକାଶେ। ଇଲେକ୍ସନ୍ ନହେଲେ କି ଅମୁକ ସମୁକ ହେଲେ କିଛି ଗୋଟେ ହେଇଯିବ, କିନ୍ତୁ ଜଗନ୍ନାଥଙ୍କ ଭଳିଆ ଦେବତା ମିଳିବେନି ହେଲା। ବାହାରେ କୋଭିଡ଼ ହେଲା, କେତେ ଲୋକ ମଲେ, କିନ୍ତୁ ଆମ ଜଗନ୍ନାଥଙ୍କ ଭଲ ପାଇବା ସକାଶେ ଓଡ଼ିଶାରେ ବହୁତ କମ୍ ଲୋକ ବୋଧେ ମରିଛନ୍ତି। ବାହାର ତ ପୋକ ମାଛି ପଡ଼ି ମରିଗଲେ। ଭାବୁଛ ତ ଜଗନ୍ନାଥ ଅଛନ୍ତି ବୋଲିକା? ଯେତେ ଲୋକ ଆପଣମାନେ ସବୁ ଅଛନ୍ତି ଦେଖୁଛନ୍ତି, ଏ ଭିଡ଼ିଓକୁ ଦେଖିବେ, ଭାବୁଛ ତ ଜଗନ୍ନାଥ ଅଛନ୍ତି ବୋଲି ଆଉ ଗୋଟେ ଦୁନିଆରେ କିଛି ଗୋଟେ? ଯଦି ସତରେ ଜଗନ୍ନାଥ ଅଛନ୍ତି ଭାବୁଥିବ, ଚ୍ୟାନେଲ୍ ଗୋଟେ ସବସ୍କ୍ରାଇବ୍ କରିବ। ସତରେ ଭାବୁଥିବ ଜଗନ୍ନାଥ ଅଛନ୍ତି, ନିଶ୍ଚୟ ଚ୍ୟାନେଲ୍ ଗୋଟେ ସବସ୍କ୍ରାଇବ୍ କରିବ, ସେୟାର କରିବ, ଗୋଟେ ଲାଇକ୍ କରିବ। ଜୟ ଜଗନ୍ନାଥ।